ବହିରେ ଥିବା କବିତାଟିରେ ସମ୍ପର୍କ ମାନଙ୍କ ବିଷୟରେ ପଢ଼ିବା ଯେ ଆମେ କାହାକୁ କ'ଣ ଡାକୁଛେ। ପାଠଟିର ନାଁ ହେଉଛି କହିଲ ଦେଖି। କବିତାଟିରେ ଥିବା ଛବିଟିରେ କିଏ ବସିଛନ୍ତି ଦେଖ। ବୁଢ଼ା ଲୋକଟି ହେଉଛନ୍ତି ଜେଜେ ଏବଂ ଝିଅ 2 ଜଣ ହେଉଛନ୍ତି ତାଙ୍କ ନାତୁଣୀ ରୀମା ଏବଂ ସୀମା। ପାକୁଆ ପାଟିଟି ଅଟେ ମୋହର, ବାଳ ଧଳା ହୋଇ ଗଲାଣି ମୋର। ରୀମା ସୀମା ମୋର ପୁଅର ଝିଅ, କ'ଣ କହି ମୋତେ ଡାକିବେ କହ। ରୀମା ଏବଂ ସୀମା ହେଉଛନ୍ତି ତାଙ୍କର ପୁଅର ଝିଅ। ତାହେଲେ ସେମାନେ ତାଙ୍କର କ'ଣ ହେବେ? ସେମାନେ ନାତୁଣୀ ହେବେ। ତାହେଲେ ରୀମା ସୀମା ତାଙ୍କୁ କ'ଣ କହିବେ କହିଲ? ସେମାନେ ତାଙ୍କୁ ଜେଜେ ବୋଲି ଡାକିବେ। ଜେଜେ ଡାକିଦେଲେ ରୀମା ସୀମାଙ୍କୁ, କଥାଏ ପଚାରେ ଆସ ପାଖକୁ। ଧରମା ତମର ବାପାର ଭାଇ, ତାକୁ କ'ଣ ଡାକ ଦିଅ ବତାଇ। ଜେଜେ ରୀମା ଏବଂ ସୀମାଙ୍କୁ ପଚାରିଲେ ଯେ ଧରମା ତମର ବାପାଙ୍କ ଭାଇ ଅଟେ, ତ ତାଙ୍କୁ ତମେମାନେ କ'ଣ ଡାକୁଛ ବୋଲି ପଚାରିଲେ। ତମେମାନେ ତମ ବାପାଙ୍କ ଭାଇକୁ ଦାଦା କିମ୍ବା କାକା ବୋଲି ଡାକ ନା। ସେମିତି ରୀମା ଏବଂ ସୀମା ଧରମାକୁ ଦାଦା କିମ୍ବା କାକା ବୋଲି ଡାକିବେ। ଜେଜେ ଡାକିଦେଲେ ପୁଣି ପାଖକୁ, ଜନ୍ମ ଦେଇଛି ଯିଏ ତୁମକୁ, କ'ଣ କହି ତୁମେ ତାହାକୁ ଡାକ। ଯିଏ ଜାଣ ଆଗ ହାତଟି ଟେକ। ଜେଜେ ପୁଣି ପାଖକୁ ଡାକି ପଚାରିଲେ, ଯିଏ ତୁମକୁ ଜନ୍ମ ଦେଇଛି ତାଙ୍କୁ ତମେମାନେ କ'ଣ ବୋଲି ଡାକୁଛ? ଆଉ ଯିଏ ଜାଣିଛ ଆଗ ହାତ ଟେକ। କହିଲ ଦେଖି ସେମାନେ କ'ଣ ଡାକିବେ? ରୀମା ସୀମା କ'ଣ ଡାକିବେ କହିଲ ପିଲାମାନେ? ରୀମା ସୀମା ମା ବୋଲି ଡାକିବେ। ମାର ଭଉଣୀ ମାର ଭାଇ, ଡାକ ତୁମେ ତାଙ୍କୁ କ'ଣ କହି। ତାଙ୍କ ବାପା ମା ତୁମର କ'ଣ, ଯିଏ କହିବ ସେ ସୁନାଟି ଜାଣ। ପୁଣି ଜେଜେ ପଚାରିଲେ, ମାଙ୍କ ଭଉଣୀ ଏବଂ ମାଙ୍କ ଭାଇକୁ ତମେମାନେ କ'ଣ କହି ଡାକୁଛ? ମାଙ୍କ ଭଉଣୀକୁ ମାଉସୀ ଏବଂ ମାଙ୍କ ଭାଇକୁ ମାମୁଁ ବୋଲି ଡାକନ୍ତି, ଆମେ ବି ଡାକୁଛେ ନା। ପୁଣି ପଚାରିଲେ, ମାଉସୀ ଏବଂ ମାମୁଁଙ୍କ ବାପା ମା କ'ଣ କହିଲ? ଏବେ କହିଲ ପିଲେ ସେମାନେ